ଆଜି ମାନ୍ୟବର ଜିଲ୍ଲା ଏବଂ ଦୌରା ଜଜ୍ ଶ୍ରୀମତୀ ପ୍ରଜ୍ଞା ପାଣିଗ୍ରାହୀ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଅଶୋକ କୁମାର ପ୍ରଧାନ, ଭୋଜରାଜ ପ୍ରଧାନ, ରୁକ୍ମଣ ପ୍ରଧାନ, ଗଜରାଜ ପ୍ରଧାନ, ଭୀଷ୍ମଦେବ ପ୍ରଧାନ, ରଣଜିତ ଆଦେଶ ଦୁଷ୍ମନ୍ତ ଭୋଇ, ଭୀଷ୍ମଜିତ ଭୋଇ ଏହି ସମସ୍ତ 7 ଜଣ ଅଭିଯୁକ୍ତଙ୍କୁ ଦଫା 148, 307, 302/149 ଭାରତୀୟ ପିଙ୍ଗଳ କୋଡ଼ର ସମସ୍ତ ଦଫାକୁ ନେଇକି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଉ 148 ଦଫାରେ ମୁଦଲାମାନଙ୍କୁ 148 ଦଫାରେ ସମସ୍ତ ମୁଦଲାଙ୍କୁ 2 ବର୍ଷ ଲେଖାଏଁ କାରାଦଣ୍ଡ, ଆଉ 307 ଦଫାରେ ସମସ୍ତ ମୁଦଲାଙ୍କୁ 10 ବର୍ଷ କାରାଦଣ୍ଡ ଏବଂ ଫାଇନ୍ 10,000 ଟଙ୍କା, ଆଉ ଜୋରିମଣା ଅନାଦାୟ ହେଲେ ଆଉ 1 ମାସ ଅଧିକ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ଆଉ ସେଇଭଳିଆ 302 ଦଫାରେ ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ସହିତ 10,000 ଟଙ୍କା ଲେଖାଏଁ ଫାଇନ୍ ଏବଂ ଅନାଦାୟ ହେଲେ ଅଧିକ 2 ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏହି କେସ୍ରେ ଅନ୍ୟ ଏକ ମୁଦଲା ଏଇ ବିରଞ୍ଚି ବିଶ୍ୱାଳଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଉ ଘଟଣାଟା ହେଇଥିଲା 16/9/2021 8ଟାରେ ରାତି 8ଟାରେ ହେଇଥିଲା। ଘଟଣା ଜାଗା ହେଲା ପ୍ରଧାନପାଲି ଗୋଲାମାଳ ନିୟର PW ରୋଡ଼ ଜଗଦୀଶ ହୋଟେଲ ପାଖରେ ହେଇଥିଲା। ଆଉ ସେଇଥିରେ ଏଇ ସମସ୍ତ ଅଭିଯୁକ୍ତ ପ୍ରି ପ୍ଲାନ୍ କରିକିରି ସେ ଜାଗାରେ ସେମାନେ ଥିଲେ। ଆଉ ଏଇ ଯେ ମୃତକ ପ୍ରକାଶ ପ୍ରଧାନ ଆଉ ଅଜୟ ବାରିକ ଜଣେ ସାକ୍ଷୀ। ସେ 2 ଜଣ ତାଙ୍କ ବିଶ୍ୱକର୍ମା ପୂଜାର ସାମାନ କିଣିବାକୁ ନିକଟସ୍ଥ ତାଙ୍କର ସେଇ ବଜାରକୁ ଯାଇଥିଲେ। ସେଇ ବଜାରକୁ ଯାଇଥିବା ବେଳେ ସେମାନେ ସେ ଦୋକାନରେ ଯେତେବେଳେ ପହଞ୍ଚିଲେ ସେ ତାଙ୍କର ସାମାନର ଲିଷ୍ଟଟାକୁ ସେ ଦୋକାନୀ ଭଲ ଭାବରେ ପଢ଼ି ନ ପାରିବାରୁ ସେ ତାଙ୍କୁ ପୁନରାୟ ଆଉ ଥରେ ଲେଖି ଆଣିବାକୁ କହିଲେ। ଆଉ ସେ 2 ଜଣ ସେ ତାଙ୍କ ଘରକୁ ଫେରିଲେ। ଘରକୁ ଫେରିବା ବାଟରେ ଏଇ ଯେଉଁ ମୃତକ ପ୍ରକାଶ ପ୍ରଧାନର ଗୋଟେ ଫୋନ୍ କଲ୍ ଆସିଲା ପରେ ସେ ଜଗଦୀଶ ହୋଟେଲ ପାଖରେ PW ରୋଡ଼ ଉପରେ ଫୋନ୍ରେ ସେ କଥା ହେଉଥିଲେ। ଆଉ ଅଜୟ ବାରିକ ସେ ଘରକୁ ଆସିଲା। ତାପରେ ସେମାନେ ଯେତେବେଳେ ଲିଷ୍ଟକୁ ପ୍ରିପେୟାର କରୁଥିଲେ ଆଉ ଗୋଟେ ସାକ୍ଷୀ ଯିଏ ଧନଞ୍ଜୟ ବେହେରା ସାଙ୍ଗରେ ସେତେବେଳେ ଗୋଟେ ଆବାଜ ଶୁଣିଲା, ଗୋଟେ ମାନେ ମାରଣାତ୍ମକ ଆବାଜ ଶୁଭାଗଲା, ମାନେ ଚିତ୍କାର ଶୁଭାଗଲା। ସେଇ ଚିତ୍କାର ଶୁଣିକିରି ସେମାନେ ଦୌଡ଼ିଗଲେ। 2 ଜଣ ସାରା ଦୌଡ଼ିଗଲା ବେଳେ ଏଇ ସମସ୍ତ 7 ଜଣ ମୁଦୁଲା ସେମାନଙ୍କୁ ଆଉ ଲୁହା ପାଇପ୍ ଆଉ ଭୁଜାଲି ଏବଂ ଏକ୍ସ ମାନେ ଯେଉଁଟାକି କୁରାଢ଼ୀ ଏଇ ସବୁରେ ସମସ୍ତେ ଦଳବଦ୍ଧ ହୋଇ ସଂଘବଦ୍ଧ ହୋଇ ଆଟାକ୍ କରୁଥିଲେ।